ମୋର ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ନମସ୍କାର ଓ ଆନ୍ତରିକ ଭାବରେ ପ୍ରେଜ୍ ଦ ଲର୍ଡ। ଆପଣମାନେ ଯେତେବେଳେ ନଦୀକୁ ଯିବେ ସେଠାରେ ଗୋଟେ ପଥର ଥିବ, ଚିକଣ ପଥର ଯେଉଁଟାକି ହ୍ୱାଇଟ୍ ଟାଇପ୍ର ଥିବ। ଆପଣମାନେ କେବେ ନା କେବେ ଦେଖିଥିବେ। ଭାବନ୍ତୁ ଏଇ ଯେଉଁ ଚିକଣ ପଥର ତା କିପରି ଭାବରେ ଚିକଣ ହେଲା ତା ଆମେ ଜାଣିବା ଦରକାର। ଏହା ଆମେ ଶିଖିବା ଦରକାର। ଦେଖନ୍ତୁ ଯେତେବେଳେ ଗୋଟେ ପଥର ଉପରେ ଯଦି ପଡ଼ିକି ଆସୁଛି ତଳକୁ ବୋଲି କଲେ ଗୋଟିଏ ପଥରକୁ ବାଜିବା, ଆଉ ଗୋଟେ ପଥରକୁ ବାଜି ବାଜି ଗୋଟିଏ କେତେ ଜାଗାରେ ମାଡ଼ ଖାଇକି ଆସିଲା ପରେ ତାହେଲେ ସେଇ ପଥର କ'ଣ ହେବ? ଚିକଣ ହେବ। ତ ପ୍ରିୟ ଲୋକମାନେ, ଆପଣମାନଙ୍କ ଜୀବନରେ ଅନେକ ତାଳନା, ଅନେକ ଦୁଃଖ, ଅନେକ କଷ୍ଟ ପ୍ରତ୍ୟେକ ଦିନ, ପ୍ରତ୍ୟେକ ମୁହୂର୍ତ୍ତରେ, ପ୍ରତ୍ୟେକ ବର୍ଷ, ପ୍ରତ୍ୟେକ ମାସରେ ଆସୁଥାଇପାରେ। ଯେତେବେଳେ ଆମେ ଶେଷ ସମୟରେ ଯେତେବେଳେ ଲାଷ୍ଟରେ ଆପଣମାନେ ପହଞ୍ଚିବେ ଗୋଟେ ଚିକଣ ଟାଇପ୍ରେ ହେଇକି ଆପଣମାନେ କ'ଣ କରିବେ? ବାହାରିବେ। ସେହି ସମୟରେ ଆପଣମାନଙ୍କୁ ଲୋକମାନେ ଦେଖିଲେ ଜାଣିପାରିବେ। ଲୋକମାନଙ୍କ ଦୃଷ୍ଟିରେ ଆପଣମାନେ କ'ଣ କରୁଥିବେ? ସାଇନ୍ ଦେଉଥିବେ, ପୁରା ସାଇନିଂ ଚିକ୍ ଚିକ୍ ଦେଖାଯାଉଥିବେ। ପ୍ରଭୁଙ୍କ ଦୃଷ୍ଟିରେ ଆପଣ ଚିକ୍ ଚିକ୍ ଦେଖାଯାଉଥିବେ। ପ୍ରଭୁଙ୍କ ଦୃଷ୍ଟିରେ ଆପଣମାନେ ନିର୍ମଳ ଦେଖାଯାଉଥିବେ। ଯାହାଦ୍ୱାରା ଲୋକମାନେ ଯେପରି ଯାଇକରି ସେହି ପଥରକୁ କାଢ଼ୁଛନ୍ତି ସେହିପରି ଭାବରେ ଆପଣମାନଙ୍କୁ ମଧ୍ୟ ବ୍ୟବହାର କରାଯିବ। ଭାବନ୍ତୁ ନାହିଁ ଯେ ମୋ ମଧ୍ୟରେ ବର୍ତ୍ତମାନ ସମୟଠାରୁ ଦୁଃଖ ଆସୁଅଛି, କଷ୍ଟ ଆସୁଅଛି, ଏହି ସମୟ ଆସୁଅଛି। ପ୍ରିୟ ଲୋକମାନେ, ଏହା ଗୋଟିଏ ଚିକଣ ହେବାର ଗୋଟିଏ ମାଧ୍ୟମ ଅଟେ। ପ୍ରିୟ ଲୋକମାନେ, ଆପଣମାନେ କେବେ ମଧ୍ୟ ନିରାଶ ହୁଅନ୍ତୁ ନାହିଁ, କି କେବେ ମଧ୍ୟ ହତାଶ ହୁଅନ୍ତୁ ନାହିଁ କି ଏପରି ଦୁଃଖ ଆସୁଛି ମୋ ଜୀବନରେ, ଏପରି କଷ୍ଟ ଆସୁଛି ମୋ ଜୀବନରେ। କାରଣ ଶେଷ ସମୟରେ ଗୋଟେ ଏ ପ୍ରକାର ଉପହାର ବା ଏ ପ୍ରକାର ପୁରସ୍କାର ଆପଣମାନଙ୍କୁ ଦେବା ପାଇଁ ଯାଉଅଛି, ତା ଆପଣମାନେ କେବେ ମଧ୍ୟ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ। ତ ପ୍ରିୟ ଲୋକମାନେ, ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିକି ରୁହନ୍ତୁ। ପ୍ରଭୁ ଆପଣମାନଙ୍କୁ ନିଶ୍ଚିତ ଭାବେ ଗୋଟିଏ ପୁରସ୍କାର ଦେବେ। ଆମେନ୍।